କୁଆଡ଼େ ବାହାରକୁ ଗଲେ ମୋ ସହିତ ହିଁ ଏମିତି କ'ଣ ପାଇଁ ଘଟେ ମୁଁ କିଛି ବୁଝିପାରେନି। ତ ଏମିତି ମୋ ସହିତ କ'ଣ ଘଟିଲା ଆସନ୍ତୁ ଦେଖିବା। ତ ହେ ଫ୍ରେଣ୍ଡସ୍, ମୁଁ ଲକ୍ଷ୍ମୀପ୍ରିୟା, ମୋର ଆଉ ଗୋଟେ ନ୍ୟୁ ବ୍ଲଗ୍ରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଆପଣମାନେ ଦେଖୁଥିବେ ଆମେ ସମସ୍ତେ ଗାଡ଼ିରେ ବସି କୁଆଡ଼େ ଗୋଟେ ବାହାରିଛୁ। ତ ଆମେ କୁଆଡ଼େ ବାହାରିଛୁ ଚାଲନ୍ତୁ ମୁଁ ଆପଣଙ୍କୁ କହୁଛି। ଏବେ ଚାଲିଛି ଦୁର୍ଗା ପୂଜା ଛୁଟି, ଆଉ ସମସ୍ତେ ଛୁଟିରେ ଘରକୁ ଆସିଛନ୍ତି। ଯେମିତିକି ମୋ ବଡ଼ ପୁଅ ବି ହଷ୍ଟେଲରୁ ଘରକୁ ଆସିଛି। ତ ସିଏ କହିଲା, ମାମା ଆଉ ମୁଁ ତ ହଷ୍ଟେଲରେ ରୁହେ, କାହିଁ ତ ଯାଇପାରେନି, ଚାଲ କିଆଡ଼େ ଗୋଟେ ବୁଲିତେ ଯିବା। ମୋ ନଣନ୍ଦ ବି ଏପଟେ ତାଙ୍କର ହଲିଡେ ଛୁଟିରେ ତାଙ୍କ ଝିଅକୁ ନେଇକି ଆସିଥିଲେ। ତ ବହୁତ ଦିନ ଧରି ମୋ ପିଇସି ଡାକୁଥିଲେ ଆମକୁ ଯେ ଆସ 2 ଦିନ ବୁଲିଯିବ। ତ ଛୁଟି କାହାର ପଡ଼ିନଥାଏ, ସେଥିପାଇଁ ଆମେ କାହିଁ ଯାଇପାରୁନୁ। ଏଥର କିନ୍ତୁ ମୋ ପୁଅ ଜିଦ୍ କଲାରୁ ଆମେ ବାହାରିଛୁ ମୋ ପିଇସି ଘରକୁ, ଯେଉଁଟାକି କେଉଁଝରରେ ଅଛି। ଛୁଆମାନେ କିନ୍ତୁ ବହୁତ ଖୁସି ଥିଲେ। ସେମାନେ କହୁଥିଲେ ଏତେ ଦିନ ପରେ ଆମେ ଗୋଟେ କାହିଁ ଦୂରିଆ ଜାଗା ବୁଲିବାକୁ ଯାଉଛୁ। ଆମର ଯିବା ବାଟରେ ଦେଖନ୍ତୁ 2 ସାଇଡରେ କେତେ ସୁନ୍ଦର କାଶତଣ୍ଡି ଫୁଲ, ପୁରା ଧଳା ରଙ୍ଗର ଶାଢ଼ୀ ପିନ୍ଧିଲା ଭଳିଆ ଦେଖାଯାଉଛି। ତାପରେ ପିଲାମାନେ ଏଠି ଶୋଇ ପଡ଼ିଥିଲେ, ଆଉ ମୋର ବି ଯେ ଏତେ ଜୋରରେ ମୁଣ୍ଡ ବଥା କରୁଥିଲା ମୁଁ ତ ବୁଝିପାରେନି କିଆଡ଼େ ଘରୁ ଗୋଟେ ବାହାରିଲେ ମୋର କାହିଁକି ଏତେ ମୁଣ୍ଡ ବଥା କରେ। ମାନେ ଏତେ ଜୋର ଯେ ମୁଣ୍ଡ ବିନ୍ଧୁଥିଲା, ମାନେ ପୁଣି ସୂର୍ଯ୍ୟ କିରଣଟା ପୁରା ଆଖିରେ ହିଁ ବାଜୁଥିଲା। 4ଟା ଟାଇମ୍ ଥିଲା ନା, ସନ୍ଧ୍ୟା 4ଟା ବେଳେ ଆମେ ଘରୁ ବାହାରିଥିଲୁ। ତାପରେ ଏପଟେ ଦେଖନ୍ତୁ ଆମେ ବାଙ୍ଗିରିପୋଷି ଘାଟିରେ ଉଠିବା ଷ୍ଟାର୍ଟ କଲୁ। ଆପଣମାନେ ଯଦି କେବେ ବାଙ୍ଗିରିପୋଷି ଘାଟି ଆସିଥାନ୍ତି ନିଶ୍ଚୟ କମେଣ୍ଟରେ ଜଣାଇବେ। ଏ ଘାଟିଟା ଚଢ଼ିଲା ପରେ ଯେ ଏତେ ଡର ଲାଗେ, ଖାଲି ଏତେ ସରୁ ରାସ୍ତା, ଖାଲି ଏପଟୁ ସେପଟୁ ଖାଲି ଗାଡ଼ି ଆସୁଥିବ। ସେ ପୁଣି ଟ୍ରକ୍ ଗୁଡ଼ାକ ହିଁ ବେଶୀ ଆସନ୍ତି। କିନ୍ତୁ ଯାହା ବି ହଉ, ଥରେ ଘାଟି ଉଠି ସାରିଲା ପରେ ତଳକୁ ଦେଖିବା ପାଇଁ ମଜା ବି ସେମିତି ଲାଗେ। ଆଉ ହଁ, ଏଇ ବାଙ୍ଗିରିପୋଷି ଘାଟିଟା କିନ୍ତୁ ଆମ ମା ଦ୍ୱାରଶୁଣୀଙ୍କ ପାଇଁ ପ୍ରସିଦ୍ଧ। ମୁଁ ସେଇ ଭିଡ଼ିଓଟା ନେଇପାରିଲିନି କାରଣ ମୋବାଇଲ ଗୁଡ଼ାକ ଆମେ ଗାଡ଼ି ଭିତରେ ରଖିଦେଇକି ଯାଇଥିଲୁ, କାରଣ ସେଠି ଯେ କେତେ ମାଙ୍କଡ଼, ବାବାରେ ବାବା। ଆପଣ ଦେଖିପାରୁଥିବେ ରାସ୍ତା ସାରା ଖାଲି ମାଙ୍କଡ଼, ଆଉ ମାଙ୍କଡ଼ ଭୟରେ ମୁଁ ସମସ୍ତେ ମୋବାଇଲ ସବୁ ଗାଡ଼ିରେ ରଖିଦେଇକି ଯାଇଥିଲେ। ଘାଟି ପାରେଇଯିବା ପରେ ସେଠିକାର ଯେଉଁ ରାସ୍ତା ପାଖାପାଖି 20 କିଲୋମିଟର ପର୍ଯ୍ୟନ୍ତ ପୁରା ଖରାପ ଥିଲା ରାସ୍ତା, ବହୁତ ଖରାପ। କିନ୍ତୁ ଏପଟେ ରାସ୍ତା ରିପେୟାରିଂ ପାଇଁ ବୋଧେ କାମ ବି ଚାଲିଥିଲା, କିନ୍ତୁ ଆମେ ପହଞ୍ଚିବା ବେଳକୁ ପୁରା ରାତି ହେଇଗଲା। ବାହାରିଥିଲେ ସନ୍ଧ୍ୟା 4ଟା ପାଖରୁ, କିନ୍ତୁ ସେଠି ପହଞ୍ଚିଲା ବେଳକୁ ହେଇଗଲା ରାତି 10ଟା। ପହଞ୍ଚିଗଲା ପରେ ଛୁଆମାନଙ୍କର ଯେଉଁ ଖୁସି, ଖାଲି ତ କିଏ କିଆଡ଼େ ଦୌଡ଼ିକିନା ଯିବ, କିଏ କାହାକୁ ଧରିବ, କିଏ କାହାକୁ ଜୁହାର ହେବ। ଏପଟେ ଦେଇମା ଝିଅ ହରିକା ସବୁ ତ ଖାଇବା ପିଇବାରେ ସବୁ ବ୍ୟସ୍ତ, ମାନେ ସଜେଇବାରେ ବ୍ୟସ୍ତ ଥିଲେ। ତାପରେ ଏପଟେ ମୁଁ ବି ଟିକେ ଘର ବୁଲେଇକି ଦେଖେଇ ଦେଉଛି। ପିଇକି ସମସ୍ତେ ଶୋଇ ପଡ଼ିଥିଲୁ। ଦେଖାହବ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।